ନାଇଁ ଭାଇ କଣ କକା ଆସିଲେଣି? ଆରେ ଏଠି କଣ କରୁଛ କିରେ? କୁଆଡେ ଯିବା ଉଠାଇ ଏଇଠି ଆଉ ଟିକେ ଧାନ କାଟିବାକୁ ଯାଉଥିଲି ବିଲୁ। କକା କଣ ଖରା ବେଳଟା ଯାଉଛ ଧାନ କାଟିବା ପାଇଁ? ଏ ଯୋଉ ଥଣ୍ଡା ପାଗ ହଉଛି ଆଜି ବଳିଆ ଟା ସଲ 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 ହେଇକି ଆଉଛି ଆଉ ନାଇଁ ମ ଇଏ ଥଣ୍ଡା ଥଣ୍ଡା। ନା ଏ ଖରା ବେଳେ କିଏ ଧାନ କାଟି ଯାଉଛ? ଧାନ ରହିବ ତ? ଧାନ ନ ରହୁ ନଡା ଗୁଣ୍ଡେ ତ ଆସିବ ଘରୁ। ନା କକା ନୂଆ ବର୍ଷରେ ଗୋଟେ କଥା କହିଥାନ୍ତୁ। ଗୋଟେ କାହିଁକି ଛଅ ହାତରେ କହୁନୁ କଥା କଣ ମନା କରୁଛୁ କହ। ଆଉ କଣ କହୁଥିଲି କି ନୂଆ ବର୍ଷ ତ ଆସୁଛି, ଗୋଟେ ଭୋଜିଟେ କଲେ କେମିତି ହୁଅନ୍ତା? କିଏ ମନା କରୁଛି କର। ଭୋଜିଟା ତ ହବ, କଣ କଣ ଆଇଟମ ହବ ସେଟା? ଆରେ ନନା ପରା ଅଛନ୍ତି, ତାଙ୍କୁ ପଚାରିଲେ କଣ କରିବା କୁହ? ଆଚ୍ଛା ଆମର ତ ସବୁ ଆୟୋଜନ ହେଇଗଲା। ଫାଷ୍ଟ ଆଚ୍ଛା ମୁଁ କହିଲା ବି କେହି ନ କୁହ କଥା ନହେଲେ ତାର ସମସ୍ତେ ହାଣିବି ଗୋଟା ଭାତଟେ ହବ ମେନ୍ ଆଇଟମ ନା ଭାତଟେ ହବ। ଆଚ୍ଛା ଡାଲିଟେ ବି ହବ। ଆଚ୍ଛା ପନିର ସେଇଟା ବି ହବ। ମୋର ପସନ୍ଦ। ଆଚ୍ଛା ରୋହି ମାଛ କାଲିଆଟା କେମିତି କଲେ କେମିତି ହନ୍ତା? ସେଇଟା କର। ତାହେଲେ କଣ ହେଲା ଭାତଟେ ହବ, ଡାଲିଟେ ବି ହବ, ରୋହି କାଲିଆଟେ ବି ହବ ଆଉ ପନିରଟେ ବି ହବ। ଟିକେ ବଟମ ଛତୁ ଟିକେ କନେ ଛତୁ ଟିକେ ହେଲେ ଭଲ ହୁଅନ୍ତାନି? ହଁ ସେଇଟା ବି ହବ, ବଟମ ଛତୁଟା ବି ହବ, ଭାତଟେ ହବ, ଡାଲିଟେ ହବ, କାଲିଆଟେ ବି ହବ, ପନିରଟେ ବି ହବ, ଛତୁଟେ ବି ହବ। ଆଉ ମଟନ ଟା କଲେ କେମିତି ହବ? ହଁ ସେଇଟା ବି କଲେ ଭଲ ହନ୍ତା। ଭାତଟି ହବ, ଡାଲିଟି ହବ, କାଲିଆଟି ହବ, ପନିରଟି ହବ, ଛତୁଟି ବି ହବ, ଏବଂ ସେଟା ବି ହବ। ଆଉ ନନା ଓଉ ରାଇତା କଲେ କେମିତି ହୁଅନ୍ତା? ପାଳନା ବୋଉ ଏଡେ ବେମୁରିଆ ନା ତୁ ଆଉ ଗୋଟେ କଥା କହିଦେଉନି ଶଳା ଏଡେ ବେମୁରିଆ ନା ତୁ।